ईश्वरଙ୍କ आराधना और पूजापाठ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମୁହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ ଆପଣ ସେତେ ଶାନ୍ତି ପାଇବେ। ସକାଳ ସମୟ ପୂଜା ଅର୍ଚ୍ଚନା ଲାଗି ସବୁଠାରୁ ଭଲ ସମୟ ହୋଇଥାଏ। ଏହି ଭିଡ଼ିଓରେ ଆମେ ଆପଣମାନଙ୍କୁ ଜଣାଇବୁ ସକାଳୁ ପୂଜା କରିବା ଦ୍ୱାରା କେଉଁ ସବୁ ଲାଭ ହୋଇଥାଏ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ରିକ୍ୱେଷ୍ଟ, ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ବର୍ତ୍ତମାନ କରିନିଅନ୍ତୁ। ଆସନ୍ତୁ ଜାଣିବା। ପ୍ରଥମ କଥା ହେଲା, ସକାଳେ ପୂଜା କରୁଥିଲେ ଭୋର ଉଠିବାକୁ ପଡ଼ିଥାଏ। ଭୋର ଉଠିବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ସକାଳ ସମୟ ଧ୍ୟାନ ପାଇଁ ସବୁଠାରୁ ଭଲ ସମୟ, କାରଣ ସକାଳେ କୋଳାହଳ ନଥାଏ ଏବଂ ବାତାବରଣ ବି ଶୁଦ୍ଧ ଥାଏ। ସକାଳେ ଆମ ମନ ଶାନ୍ତି ରହିଥାଏ। କୌଣସି ପ୍ରକାରର ଖରାପ ବିଚାର ଆମ ମନରେ ଆସିନଥାଏ। ଭଗବାନଙ୍କୁ ଭକ୍ତି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଲା ଏକାଗ୍ରତା। ଏହି ଏକାଗ୍ରତା ସକାଳ ସମୟରେ ମିଳିଥାଏ। ସକାଳ ପରେ ଆମେ ଯେତେବେଳେ ବି ଉଠୁ ଆମକୁ ଦିନଯାକର କଥା ଭାବିବାକୁ ପଡ଼ିଥାଏ, ଏଣୁ ଆମ ମନ ଅଶାନ୍ତ ହୋଇ ରହିଥାଏ। ତେଣୁ ଏହି ସମୟଟି ଠାକୁରଙ୍କ ପୂଜା ପାଇଁ ସବୁଠାରୁ ଭଲ ସମୟ ହୋଇଥାଏ ଏବଂ ଠାକୁର ପୂଜା କରିବା ଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ। ପ୍ରାତଃ କାଳରେ ଧ୍ୟାନ କରିଲେ ଓ ଈଶ୍ୱରଙ୍କ ମନ୍ତ୍ର ଜପ କରିଲେ ବୁଦ୍ଧି ପ୍ରଖର ହୋଇଥାଏ ବୋଲି ମଧ୍ୟ କୁହାଯାଇଛି। ସକାଳୁ ଠାକୁରଙ୍କ ପୂଜା କରିବା ଦ୍ୱାରା ଏହିସବୁ ଲାଭ ହୋଇଥାଏ। ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।